ମୁଁ ଆଜି ଲିମ୍ବ କଢ଼ରେ ଗୋଟେ ସହଜ ସୁଆଦିଆ ରେସିପି ବନେଇବି। ଲିମ୍ବ କଢ଼ ତ ଦେହ ପାଇଁ ବହୁତ ହିତକାରକ, କିନ୍ତୁ ବହୁତ ଲୋକଙ୍କୁ ଏ ଖାଇବା ପାଇଁ ଭଲ ଲାଗିନଥାଏ। କିନ୍ତୁ ଥରେ ଏମିତି ମୋ ଷ୍ଟାଇଲରେ ଏ ଲିମ୍ବ କଢ଼ ବନାନ୍ତୁ, ଦେଖିବେ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। ପଖାଳ ଭାତ ହେଉ କି ଗରମ ଭାତ ହେଉ, ସବୁଥିରେ ଏ ଖାଇବା ପାଇଁ ଭଲ ଲାଗିଥାଏ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ଲିମ୍ବ କଢ଼ର ଏହି ରେସିପି ପାଇଁ ମୁଁ ଏଠି କିଛି ଲିମ୍ବ କଢ଼ ନେଇଛି। ଏବେ ଆମେ ଆକୁ ବାଛିକି ନେଇଯିବା। ଏମିତି ଭାବେ ଲିମ୍ବ କଢ଼କୁ ଲିମ୍ବର এই ଡେମ୍ଫରୁ ବାଛିକି ନେଇଯିବେ। ଏ ବଡ଼ ବଡ଼ ଡେମ୍ଫକୁ ଆପଣ ଫୋପାଡ଼ି ଦେବେ, ଖାଲି এই ଲିମ୍ବ କଢ଼କୁ ନେବେ। ମୁଁ ଏଠି ସବୁ ଲିମ୍ବ କଢ଼କୁ ବାଛିକି ନେଇଯାଇଛି। ଏବେ ଆମେ এই ଲିମ୍ବ କଢ଼କୁ ଧୋଇବା। ମୁଁ ଏଠି ଗୋଟେ ବଡ଼ ବାଉଲରେ କିଛି ପାଣି ନେଇଛି। ଏବେ ଆମେ ଏଥିରେ ଲିମ୍ବ କଢ଼କୁ ପକାଇଦେବା। ଏବେ ଆମେ ଲିମ୍ବ କଢ଼କୁ ହାଲକା ହାତରେ ଟିକେ ଚକଡ଼ି ଚକଡ଼ି ଭଲସେ ଧୋଇକି ନେଇଯିବା। ମୁଁ ଏଠି ଲିମ୍ବ କଢ଼କୁ ଭଲସେ ଧୋଇ ଦେଇଛି। ଏବେ ଆମେ ଲିମ୍ବ କଢ଼କୁ ପାଣିରୁ ଏମିତି ଭଲସେ ଚିପୁଡ଼ିକି ଗୋଟେ ପ୍ଲେଟ୍ରେ କାଢ଼ିଦେବା। ଲିମ୍ବ କଢ଼ରେ ପକାଇବା ପାଇଁ ମୁଁ ଏଠି ଗୋଟେ ବଡ଼ ସାଇଜ୍ର ବାଇଗଣ ନେଇଛି। ବାଇଗଣ ଆଉ ଲିମ୍ବ କଢ଼ର କ୍ୱାଣ୍ଟିଟି ଆପଣ ଆପଣଙ୍କ ଟେଷ୍ଟ ହିସାବରେ କମ୍ ବେଶୀ କରିପାରିବେ। ଏବେ ମୁଁ ଏଠି ବାଇଗଣକୁ କାଟିକି ନେଇଯାଉଛି। ମୁଁ ଏଠି ବାଇଗଣକୁ ପୁରା ଛୋଟ ଛୋଟ କରି କାଟିକି ନେଇଛି। ଏହାଦ୍ୱାରା ବାଇଗଣ ଜଲ୍ଦି ସିଝିଯିବ। ଆପଣ ଆପଣଙ୍କ ହିସାବରେ ବାଇଗଣକୁ କୌଣସି ବି ସେପ୍ର କାଟିକି ନେଇପାରିବେ। ବାଇଗଣକୁ କାଟିଲା ପରେ ପାଣିରେ ପକାଇଦେବେ, ଏହାଦ୍ୱାରା ବାଇଗଣ କଳା ପଡ଼ିବନି। ମୁଁ ଏଠି କଡ଼େଇରେ କିଛି ସୋରିଷ ତେଲ ଦେଇ ଗରମ ହେବାକୁ ରଖିଛି। ଆପଣ ଏହି ରେସିପିକୁ ସୋରିଷ ତେଲରେ ବନେଇବେ, ଏହାଦ୍ୱାରା ଆର ଟେଷ୍ଟ ବହୁତ ଭଲ ଆସିବ। ତେଲ ଭଲସେ ଗରମ ହୋଇଗଲା ପରେ ମୁଁ ଏଥିରେ ଧୋଇକି ରଖିଥିବା ଲିମ୍ବ କଢ଼କୁ ଦେଇଦେଇଛି। ଏବେ ଆମେ ଲିମ୍ବ କଢ଼କୁ ଭଲସେ ଭାଜିକି ନେଇଯିବା। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ଆକୁ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ଲିମ୍ବ କଢ଼ ଏଠି ଭଲସେ ଭାଜି ହୋଇଗଲାଣି। ଏବେ ଆମେ ଲିମ୍ବ କଢ଼କୁ ଗୋଟେ ପ୍ଲେଟ୍ରେ କାଢ଼ିଦେବା। ମୁଁ ଏଠି କଡ଼େଇରେ ଆଉ କିଛି ସୋରିଷ ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲସେ ଗରମ ହୋଇଗଲା ପରେ ମୁଁ ଏଥିରେ କିଛି ବଡ଼ି ଦେଇଛି। ବଡ଼ିର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ବଡ଼ି ଏଠି ବଢ଼ିଆ ସେ ଭାଜି ହୋଇଗଲାଣି। ଏବେ ଆମେ ବଡ଼ିକୁ ବି ଗୋଟେ ବାଉଲରେ କାଢ଼ିଦେବା। ତେଲ ଏଠି ଗରମ ଅଛି। ମୁଁ ଏବେ ସେମ୍ ତେଲରେ ଗୋଟେ ଶୁଖିଲା ଲଙ୍କାକୁ ଭାଙ୍ଗିକି ପକାଇଛି। ଅଧା ଛୋଟ ଚାମଚ ସୋରିଷ ଆଉ ଅଧା ଛୋଟ ଚାମଚ ଜିରା ପକାଇଛି। ଶୁଖିଲା ଲଙ୍କା, ଜିରା, ସୋରିଷ ଭଲସେ ଭାଜି ହୋଇଗଲା ପରେ ମୁଁ ଏଥିରେ କାଟିକି ରଖିଥିବା ବାଇଗଣକୁ ଦେଇଦେଉଛି। ଆପଣ ଏହି ରେସିପିକୁ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟ ସେକ୍ସନରେ ଜଣାଇବେ। ତାପରେ ମୁଁ ଏଥିରେ 10ରୁ 12 ପାଖୁଡ଼ା ରସୁଣକୁ ଛେଚିକି ଦେଇଛି। ଆପଣ ରସୁଣକୁ ଏମିତି ଛେଚିକି ପକାଇବେ, ରସୁଣର କ୍ୱାଣ୍ଟିଟି ଟିକେ ଅଧିକ ରଖିବେ। ତାପରେ ମୁଁ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇଛି। ବାଇଗଣ ପାଇଁ ଯେତିକି ଲୁଣ ଦରକାର ସେତିକି ଲୁଣ ପକାଇବେ। ତାପରେ ମୁଁ ଏଥିରେ 1/3 ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ ଆଉ ଲଙ୍କା ଗୁଣ୍ଡ ପକାଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଲଙ୍କା ଗୁଣ୍ଡ ନେବେ। ଏବେ ଆମେ ସବୁକୁ ଭଲସେ ମିକ୍ସ କରି ବାଇଗଣକୁ 5ରୁ 6 ମିନିଟ୍ ପର୍ଯ୍ୟନ୍ତ ଭାଜିବା। ଯେମିତି ବାଇଗଣ ଟିକେ ଖଇରିଆ ହେଇ ଭାଜି ହେଇଯିବ ଆଉ ବାଇଗଣ ଭଲ ଭାବେ ସିଝିଯିବ। ଆପଣ ଚାହିଁଲେ ଆକୁ କଭର କରି କୁକ୍ କରିପାରିବେ। 5ରୁ 6 ମିନିଟ୍ ପରେ ବାଇଗଣ ଏଠି ଖଇରିଆ ହେଇ ଭାଜି ହେଇଯାଇଛି। ବାଇଗଣ ବି ଏଠି ଭଲସେ ସିଝି ଯାଇଛି। ଏବେ ଆମେ ଏଥିରେ ଭାଜିକି ରଖିଥିବା ଲିମ୍ବ କଢ଼କୁ ଦେଇଦେବା। ତାପରେ ମୁଁ ଏଥିରେ ବଡ଼ିକୁ ଦେଇଦେଉଛି। ବଡ଼ିକୁ ଟିକେ ଛୋଟ ଛୋଟ ଖଣ୍ଡ କରିକି ପକାଇଛି। ତାପରେ ମୁଁ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇଛି। ଆପଣ ଦେଖିକି ଲୁଣ ପକାଇବେ, କାରଣ ଆମେ ବାଇଗଣରେ ଅଲରେଡ଼ି ଲୁଣ ପକାଇଛେ। ଏବେ ଆମେ ସବୁକୁ ଭଲସେ ମିକ୍ସ କରି ଆମେ ଆକୁ 1ରୁ 2 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା। ଏଠି 1ରୁ 2 ମିନିଟ୍ ହେଇଗଲାଣି। ଏବେ ଆମେ ସବୁକୁ ଆଉ ଥରେ ଭଲସେ ମିକ୍ସ କରିଦେବା ଆଉ ଗ୍ୟାସ୍ ବନ୍ଦ କରିଦେବା। ଲିମ୍ବ କଢ଼ର ଏହି ରେସିପି ଏଠି ରେଡ଼ି ହେଇଯାଇଛି।
जदि आपंक लिंब कढ़ार यह रेसिपी भल लगी ताले लाइक करेंगे। जदि एपर्यंत मो चैनल को सब्सक्राइब करना ताले सब्सक्राइब करने को जमार भूलें। फेसबुक रे देखुले फॉलो करने को जमार भूलें। थैंक यू फॉर वाचिंग।